ପ୍ରଶ୍ନ ଉଠିବା ଦରକାର କି ଯଦି ମଣିଷ ସମାଜରେ ଆମେ ଏକ ସ୍ୱତନ୍ତ୍ର ପରିଚୟ ନେଇ ସମସ୍ତେ ସମାନତା ହିସାବରେ ବଞ୍ଚିବାକୁ ଚେଷ୍ଟା କରୁଛେ, ସେ ସ୍ଥାନରେ ନେତା ମନ୍ତ୍ରୀମାନେ ସେବା ନାମରେ କ'ଣ ପାଇଁ ପର ମୁହୂର୍ତ୍ତରେ ସେମାନେ ସାଧାରଣ ଜଣ ସହିତ ବେଇମାନି କାମ କରନ୍ତି, ସେମାନେ ସେମାନଙ୍କର ବ୍ୟାଙ୍କ ବାଲାନ୍ସକୁ ଦେଖନ୍ତି, ଗରିବ ଲୋକ ହୋଇ ରହିଯାଏ। ଏସବୁ ପ୍ରଶ୍ନ ମୁଁ କହୁନି ଆଜ୍ଞା, ଏସବୁ ପ୍ରଶ୍ନ ମୁଁ ଦେଖୁଛି। ଜନତା ଲୋକ କହିବାକୁ ଡରୁଛନ୍ତି। ସେମାନେ ଭାବୁଛନ୍ତି କି ନାଇଁ ଆମେ ଯଦି କହିବୁ ଆମକୁ ମିଳୁଥିବା କିଛିଟା ସହାୟତା ଯେଉଁଥିରେ ପେଟକୁ ଦୁଇଟା ଅନ୍ନ ମିଳୁଛି ସେଇଟା ବି ବନ୍ଦ ହୋଇଯାଇପାରେ। ସେମାନଙ୍କର ଡର ଭୟ ଆମକୁ ଆଉ ଦୁଇ ପାଦ ଆଗକୁ ଯିବାକୁ ପଛଉଛି। ମୁଁ ଏହା ହିଁ ଅନୁରୋଧ କରିବି ଓଡ଼ିଶାବାସୀଙ୍କୁ, ଆପଣଙ୍କୁ ଡରିଲେ ଆପଣ ଏହିଭଳି ଦୁଃଖ ଦରିଦ୍ର ରହିବେ। କାରଣ ଆମରି ଟ୍ୟାକ୍ସ ଆମକୁ ଆମ ସରକାରକୁ ଆଗକୁ ଯିବାକୁ ସହଯୋଗ କରିଥାଏ। ଆଉ ଯଦି ସେଇ ଟ୍ୟାକ୍ସ କେବଳ ସରକାର ପାଖରେ ସୀମିତ ରହିଯାଏ, ଆମ ପାଖକୁ ନ ଆସେ, ଆମ କାମରେ ବିନିଯୋଗ ନ ହୋଇପାରେ, ତାହେଲେ ଉତ୍ତରଟି କ'ଣ ହେବ ନା ସେମାନେ ଶୋଷିତ କରିବେ। ସେମାନେ ଆମର ମାଟି ଜଳ ଭୂମି ସବୁକୁ ନେଇ କଳ କବ୍ଜାକୁ ସବୁ ତାଙ୍କ ଅଣ୍ଡର ରଖି ସେମାନେ ଲାଭବାନ ହେଇ ଚାଲିବେ। ତାପରେ ଆମେ ଯେଉଁ ଗରିବକୁ ସେଇ ଗରିବ ହୋଇ ରହିବା। ଆମର ଭବିଷ୍ୟତ, ଆମର ପର ପିଢ଼ିର ଯେଉଁ ଭବିଷ୍ୟତ ଆମେ ଯେଉଁ ସ୍ୱପ୍ନ ଦେଖିକି ରହିଛେ ଯେ ମୁଁ ଆଜି ମୋ ପିଲା ପାଇଁ କ'ଣ ଭବିଷ୍ୟତ କରିବି, ତାହାର କିଛି ବାସ୍ତବିକ ରୂପ ଆସିବ ନାହିଁ। ମୁଁ ଓଡ଼ିଶାବାସୀକୁ ଅନୁରୋଧ, ସମୟ ଆସିଛି ନିଜକୁ ପରିବର୍ତ୍ତନ କରିବାର, ନିଜକୁ ସୁଧାରିବାର, ନିଜକୁ ସତ୍ ବାଟରେ ମାର୍ଗଦର୍ଶନ କରିବାର। ନଚେତ୍ ଅତୀତ ଭଳି ଆଜି ସେଇଭଳି ସରକାର ବାଛିବା ଏବଂ ସେହି ସରକାର ବାଛି ପୁଣି ଆଗକୁ ପୁଣି ଦୁଃଖରେ ପୀଡ଼ିତ ରହିବା। ମୁଁ ଅନୁରୋଧ କରୁଛି ଓଡ଼ିଶାବାସୀଙ୍କୁ, ଆମେ ଏକ ସ୍ୱତନ୍ତ୍ର ସରକାର ବାଛିବା। ନବନିର୍ମାଣ ସରକାର ଆପଣଙ୍କର ଉଚିତ ପ୍ରାଇସ୍ ଷ୍ଟେଟିସ୍ ପେନ୍ସନ୍ ନେଇ ଆପଣଙ୍କ ପାଖରେ ପହଞ୍ଚି ଆପଣଙ୍କର ବଞ୍ଚିବାର ଅଧିକାର, ଆପଣଙ୍କର ସବୁର ସମସ୍ୟାର ଯେଉଁ ପ୍ରତ୍ୟେକଟି କଥାକୁ ତା'ର ସମାଧାନ କରିବା ପାଇଁ ନବନିର୍ମାଣ ସମାଧାନ ପ୍ରଚେଷ୍ଟିତ ଅଛି। ଆପଣଙ୍କ ଅନୁରୋଧ, ନବନିର୍ମାଣ କୃଷି ସହିତ ସାମିଲ ହୁଅନ୍ତୁ ଏବଂ ଏକ ସ୍ୱତନ୍ତ୍ର ଆପଣଙ୍କୁ ସ୍ୱରାଜ ସରକାର ବନିବାରେ ସହଯୋଗ କରନ୍ତୁ। ରହିଲି, ନମସ୍କାର।